ଆଜି ସକାଳୁ ସାନ ବାପା ଆମର ଦେଇଗଲେ ମାଛ ତରକାରୀ। ତାକୁ ଦେଖି ଖାଇବା ପାଇଁ ବସି ପଡିଲେ ପତିଦେବ ପଖାଳ କଂସାକୁ ଧରି। ପହଞ୍ଚିଥିଲେ ଆସି ମୋ ମା, ବୋଉ, ସାନ ବୋଉ ଆଉ ମୋର ଦୁଇ ସାନ ଭଉଣୀ ଆସିଥିଲେ ସାଙ୍ଗରେ ସାବିତ୍ରୀ ଭାରକୁ ଆଣି। ଗୋଟେ ପେଟି ଆଉ ବ୍ୟାଗ ଆସି ଥୁଆ ହେଇଗଲା। କଣ କଣ ଆସିଛି ନେକ୍ସଟ ଭିଡିଓରେ ଦେଖେଇବି, କଥା ରହିଲା। ଥଣ୍ଡା ଗୋଟେ ଗ୍ଲାସ ଦେଇଥିଲି ଧରେଇ, ତାପରେ ଚାହା ଜଳଖିଆ ଆଣି ମିଠା ଗୋଟେ ଦେଇଥିଲି ମୋ କୁନି ଭଉଣୀ ଶ୍ରାବଣୀ ପାଟିରେ ଖୁଆଇ। ମୁଁ ସେମାନଙ୍କ ଚର୍ଚ୍ଚାରେ ବ୍ୟସ୍ତ ଥିଲା ବେଳେ ପତିଦେବ ଅଛନ୍ତି ରୋଷେଇ କାମରେ ବିଜି। ସେତିକି ବେଳେ ମୋ ମା ଆସି କହିଲା, ତାହେଲେ ନାତୁଣୀ ଜୋଇଁ ହାତ ରନ୍ଧା ଖାଇବି। ମୋ ମା ଆସିଛି ବୋଲି ସତରେ ମୁଁ ଭାରି ଖୁସି ଅଛି। ସେଥିପାଇଁ ଯାଉଛି ଆସୁଛି ତାକୁ ଟିକେ କୁଣ୍ଢେଇ ଗେଲ କରିଦଉଛି। ତମେ ପୁଅ ପିଲା ଖାଇସାରିବା ପରେ ବସିଥିଲୁ ଆମେ ଲେଡିଜ ସବୁ। ଖାଇବା ପାଖରେ ମୋ ମା କହିଲା, ଆଗ ତତେ ଦିଗୁଣ୍ଡା ଖୁଆଇଦେବି, ନହେଲେ ମୁଁ ଜମା ଖାଇବିନି ଦେଖିବୁ। ଏମିତି ଗୋଟେ ଦିନ ବିତିଗଲା, କିଛି ଜଣା ପଡିଲା ନାହିଁ। ଯିବା ପୂର୍ବରୁ ଆମକୁ କିଛି ହାତ ଗୁଞ୍ଜା ଦେଇ ବୋଉ କହିଲା, ଯାହା ଦରକାର କିଣି ଆଣିବୁ। ମାକୁ ମୋର ଧରି କହିଲି, ଆଲୋ ରହିଯାଉନୁ, ଛାଡି ଦେଇ ଆସିବି ତତେ ଯାଇ ରଜକୁ। ମତେ କହିଲା, ମୁଁ ନ ରହିଲେ କଣ ହେଲା, ତୁ ଯାଇ ଦେଖା କରି ଆସିବୁନି। ସେତେବେଳେ କରିଥିଲେ ଟାଟା। ସବସ୍କ୍ରାଇବ କରିଦିଅନ୍ତୁ, ତଳେ ଥିବା ଟିପି ନାଲିଆ ବଟନଟା। ଜୟ ଜଗନ୍ନାଥ।